ଜୟ ଜଗନ୍ନାଥ ସାଙ୍ଗମାନେ ୱେଲକମ୍ କରୁଛି ଆଜିର ଆଉ ଏକ ଫ୍ରେଶ୍ ଭିଡ଼ିଓକୁ। ଚାଲନ୍ତୁ ଆଜିର ପ୍ରଶ୍ନ ଉତ୍ତର ଭିଡ଼ିଓ ଆଲୋଚନା କରିବା। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ଭାରତର ମୁକୁଟ କାହାକୁ କୁହାଯାଏ? କହିଲେ ସାଙ୍ଗମାନେ ଆମ ଭାରତର ମୁକୁଟ ବୋଲି କାହାକୁ କୁହାଯାଏ? ଅପସନ୍ ଏ ଦାରିଙ୍ଗବାଡ଼ି, ଅପସନ୍ ବି ମୟୂରଭଞ୍ଜ, ଅପସନ୍ ସି ଜାମ୍ମୁ କାଶ୍ମୀର। ତ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଜାମ୍ମୁ କାଶ୍ମୀର। ଭାରତର ମୁକୁଟ ବୋଲି ଆମେ ଜାମ୍ମୁ କାଶ୍ମୀରକୁ କହିଥାଉ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନଟି ଆଲୋଚନା କରିବା। 2 ନମ୍ବର ପ୍ରଶ୍ନଟି ହେଉଛି କେଉଁ ସହରକୁ ଆମେ ଗୋଲାପର ସହର ବୋଲି କହିଥାଉ? କହିଲ ଦେଖି ସାଙ୍ଗମାନେ କେଉଁ ସହରକୁ ଆମେ ଗୋଲାପର ସହର ବୋଲି କହିଥାଉ? ଅପସନ୍ ଏ ଦାରିଙ୍ଗବାଡ଼ିକୁ, ଅପସନ୍ ବି ଚଣ୍ଡିଗଡ଼, ଅପସନ୍ ସି ଜାମ୍ମୁ କାଶ୍ମୀର। କେଉଁ ସହରକୁ? ନା ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଚଣ୍ଡିଗଡ଼। ଚଣ୍ଡିଗଡ଼କୁ ଆମେ ଗୋଲାପର ସହର ବୋଲି କହିଥାଉ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନଟି ଆଲୋଚନା କରିବା। 3 ନମ୍ବର ପ୍ରଶ୍ନଟି ହେଉଛି ଭାରତର କେଉଁ ରାଜ୍ୟରେ ରାବଣଙ୍କର ମନ୍ଦିର ଅଛି? କହିଲେ ଦେଖି ସାଙ୍ଗମାନେ ଯେ ଆମ ଭାରତରେ କେଉଁ ରାଜ୍ୟରେ ରାବଣଙ୍କର ମନ୍ଦିର ଅଛି? ଅପସନ୍ ଏ ରାଜସ୍ଥାନ, ଅପସନ୍ ବି ଅଷ୍ଟ୍ରେଲିଆ, ଅପସନ୍ ସି ଜାମ୍ମୁ କାଶ୍ମୀର। ତ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ରାଜସ୍ଥାନ। 4 ନମ୍ବର ପ୍ରଶ୍ନଟି ହେଉଛି ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ଗାଈମାନଙ୍କୁ ଆମର ପୂଜା କରାଯାଏ? ଅପସନ୍ ଏ ଆମେରିକା, ଅପସନ୍ ବି ନେପାଳ, ଅପସନ୍ ସି ୟୁରୋପ। ତ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ନେପାଳ। ଆମ ଭାରତ ବ୍ୟତୀତ ନେପାଳରେ ମଧ୍ୟ ଗାଈମାନଙ୍କୁ ପୂଜା କରାଯାଏ। ଭାରତ ମଧ୍ୟ ଗାଈମାନଙ୍କୁ ଆମର ପୂଜା କରାଯାଏ। ତା ବ୍ୟତୀତ ନେପାଳରେ ମଧ୍ୟ ଗାଈମାନଙ୍କୁ ପୂଜା କରନ୍ତି। ବୁଝିଲେ?